ଶ୍ରୋତାବନ୍ଧୁ, ଜୀବନ ଏକ ରହସ୍ୟ। ଜୀବନ କ'ଣ ପଚାରିଲେ ଯେଉଁ ଉତ୍ତର ମିଳେ, ସେହି ଉତ୍ତର ଭିତରେ ପୁଣି ବୁଢ଼ିଆଣୀ ଜାଲ ପରି କିଛି ଅଡ଼ୁଆ ପ୍ରଶ୍ନ, ସଂଶୟ ଆମକୁ ଆଚ୍ଛନ୍ନ କରି ପକାଏ ଦୀର୍ଘ ସମୟ ଧରି। ଜୀବନକୁ ଖୋଜିବାକୁ ହୁଏ ଅହରହ। ଜନ୍ମରୁ ମୃତ୍ୟୁର ବ୍ୟବଧାନ ଭିତରେ এই ଜୀବନକୁ ନେଇକି ଆମର ପରିକ୍ରମଣ, ଯାହା ଅନୁଭବ ଆମେ ସାଉଁଟି ଥାଉ, ସେଇ ଅନୁଭବ ହିଁ ପ୍ରଶ୍ନବାଚୀ ସୃଷ୍ଟି କରେ। ଆଜି ଏମିତି ଜୀବନର ବୃତ୍ତକୁ ନେଇ ଏକ ସୁନ୍ଦର କ୍ଷୁଦ୍ର ଗଳ୍ପ, ଯାହାର ଶୀର୍ଷକ ହେଉଛି ବୃତ୍ତ। ଆମ ସମୟର ଜଣେ ଚର୍ଚ୍ଚିତ କୃତବିଦ୍ୟ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କର। ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କର ପୂର୍ବରୁ ଅନେକ କାହାଣୀ ସଂଗ୍ରହ ରହିଛି। ବେତାଳ କଥା, ସମୁଦ୍ର କଙ୍କଡ଼ା, ଭଅଁର ଡେଣାରେ ରାତି, ସବୁ ରାତି ଅନ୍ଧାର ନୁହେଁ, ଖାଲି ପାଦର ଲୋକମାନେ, ସୁମି ଅପା ଓ ଅନ୍ୟମାନେ, ସୁକାନ୍ତିର ଇନ୍ଦିରା ଆବାସ ଏତେ ପାଖରେ, ଝିଅ ପିଲା ପୁଅ ପିଲା, ସେନାପତି କମାରଶାଳା, ଶ୍ରେଷ୍ଠ ଗଳ୍ପ, ଗ୍ରାମବାସୀ, ସ୍ତନ୍ୟପାୟୀ ଓ ଅନ୍ୟାନ୍ୟ କାହାଣୀ, ଲୋକେ କହୁଛନ୍ତି, ଚରିତ୍ର ଭଳି ଏମିତି ଅନେକ କାହାଣୀ, କ୍ଷୁଦ୍ର ଗଳ୍ପ ସଂକଳନ। ଆଜି ଗଙ୍ଗାଧର ବିଶ୍ୱାଳଙ୍କର 16 ଗଳ୍ପ ସଂକଳନ, ଯାହାର ଶୀର୍ଷକ ହେଉଛି 16। ତାରି ମଧ୍ୟରୁ ଏକ କ୍ଷୁଦ୍ର ଗଳ୍ପ, ଯାହାର ଶୀର୍ଷକ ହେଉଛି ବୃତ୍ତ। ଗାଳ୍ପିକ ଶ୍ରୀଯୁକ୍ତ ଗଙ୍ଗାଧର ବିଶ୍ୱାଳ। ଗଲା 3 ବର୍ଷ ଧରି ମୋର ପୂର୍ବର ଦିନଚର୍ଯ୍ୟା ବଦଳି ଯାଇଛି। ଦୀର୍ଘ 32 ବର୍ଷର ଚାକିରି କାଳରେ ଯାହା ହୋଇପାରିଲା ନାହିଁ, ଅବସର ନେବାର 3 ବର୍ଷ ଭିତରେ ତାହା ଧାରାବାହିକ ଭାବେ ନୀତି ଘଟି ଚାଲିଛି। ଏମିତି ହେବା ପଛରେ ଯେଉଁ ଗୋଟିଏ କଥା ଅଛି, ତାହା ଦାୟବଦ୍ଧତା ଛଡ଼ା ଅନ୍ୟ କିଛି ନୁହେଁ। 3 ବର୍ଷ ହେଲାଣି ମୋର ନୀତିଦିନିଆ ଅଭ୍ୟାସକୁ ସକାଳେ ନିଦରୁ ଉଠି ନିତ୍ୟକର୍ମ ପରେ ପରେ ମର୍ଣ୍ଣିଂ ୱାକ୍ ପାଇଁ ବ୍ୟବହାର ଯୋଗ୍ୟ ପୋଷାକ ପତ୍ର ପିନ୍ଧି ବାହାରିଯାଏ। କହି ରଖେ, ଏଇ 3 ବର୍ଷ ଭିତରେ ସକାଳ ଚାଲିବାର ରୁଟିନ୍ ବନ୍ଧା କାର୍ଯ୍ୟରେ ମୋର କେହି ଜଣେ ହେଲେ ସାଙ୍ଗସାଥୀ ମିଳିଲେ ନାହିଁ। ମୁଁ ଏକାକୀ ନିଜ ମର୍ଜିରେ ନିଜର ଧରାବନ୍ଧା କି ଲଗାମ ନଥିବା ସମୟକୁ କାମରେ ବିନିଯୋଗ କରିବାରେ ବେଶ୍ ଖୁସି ଅଛି। କିଛି ଅଙ୍କୁଶ ନାହିଁ ମୋ ପାଇଁ। ୟା ଭିତରେ 4ଟା ଖରା, ବର୍ଷା ଓ ଶୀତ ଆସି ମୋତେ ବେଶ୍ ମାର୍ଜିତ କଲାଣି। କାରଣ ସଚରାଚରରେ ଯାହା ଦେଖାଯାଏ, ଦୀର୍ଘ 32 ବର୍ଷର ଅଭ୍ୟାସ ହଠାତ୍ ବଦଳାଇବାରେ ପ୍ରାୟ ଅନେକ ପ୍ରତିବନ୍ଧକ ରହେ। ମନ ଚାହୁଁଥିଲେ ସୁଦ୍ଧା କାର୍ଯ୍ୟତଃ ତାହା ସମ୍ଭବ ହୁଏ ନା। ମାତ୍ର ମୋଠି ଏହା ହାର ମାନିଲା। ମୁଁ ଅଭ୍ୟାସ କରିନେଲି, ଯାହା ଅସମ୍ଭବ କହି ଏଡ଼େଇ ଯିବାକୁ ସହଜ ମନେ କରିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଯାଏ। ତାହାକୁ ବିରୋଧ କରି ଅସମ୍ଭବକୁ ସମ୍ଭବ ବୋଲି ମୁଁ ନିଜ ପାଖରେ ପ୍ରମାଣିତ କରି ଆସୁଛି। ଘରୁ ବାହାରିବା ପରେ ପରେ କିଆ ଗୋହିରୀ ରାସ୍ତାରେ ବସ୍ତି ପାର ହେଇ ଦର୍ଜି ପୋଖରୀ ଛକ, ସେଠୁ ରାଣୀପାଟଣା ପଶୁ ଡାକ୍ତରଖାନା ଛକ ଯାଏ ଲମ୍ବିଥିବା ଅଧା ରାସ୍ତାରେ ନୂଆ ବଜାର ମାର୍କେଟ ଭିତରକୁ ଲମ୍ବି ଯାଇଛି ଏକ ପିଚୁ ସଡ଼କର ରାସ୍ତା। ଯାଇ ପହଞ୍ଚେ ରେଲୱେ ଫାଟକକୁ ଲାଗି ବଜାର ଭିତରେ। ବଜାର ରାସ୍ତାରେ ଯାଇ ଫାଣ୍ଡି ଛକ ଓ ଫାଣ୍ଡି ଛକରୁ ଚିଡ଼ିଆ ପୋଲ ଯାଏ ଆସି ଖଦିମ ଜୋତା ଦୋକାନ କଡ଼ରୁ ଏକ ରାସ୍ତାରେ ଆସି ପହଞ୍ଚିଯାଏ ପାଉଁରୁଟି ଫ୍ୟାକ୍ଟ୍ରି ଗଳିରେ। ସେଠୁ ବାମକୁ ମାଡ଼ି ଆସିଲେ ପଡ଼େ ଆପେଲ ଆପାର୍ଟମେଣ୍ଟକୁ ଲାଗିଥିବା ରାସ୍ତା। ସେ ରାସ୍ତାରେ ଆସୁ ଆସୁ ପାରି ହୁଏ ବସ୍ତି, ନେଳିଆବାଗ ଆଦିବାସୀ ସାହି। କିଛି ବାଟ ଯିବା ପରେ ଆସି ପହଞ୍ଚିଯାଏ ନେଳିଆବାଗ ମୁଖ୍ୟ ରାସ୍ତାରେ। ସେଠାରୁ ଡାହାଣକୁ କିଛି ବାଟ ଆସିଲା ପରେ ପଡ଼େ ନିମଗଛ ଗଳି। ନିମଗଛ ଗଳି ରାସ୍ତାର ଆରମ୍ଭଟି ଏମିତି ଅଣଓସାରିଆ ଓ ଭଙ୍ଗା ପାଚେରୀ। ଅଳିଆ ଆବର୍ଜନା ଗଦା ହୁଏ। ସେଇ ଗଳି ରାସ୍ତାରେ କିଛି ପାହୁଣ୍ଡା ଆସିବା ପରେ କ୍ରମଶଃ ରାସ୍ତା ଓସାରିଆ ଅଛି। ତାପରେ ବାମକୁ ଓ ଡାହାଣକୁ ଲମ୍ବି ଯାଇଛି ରାସ୍ତା। ମାତ୍ର ମୁଁ ସିଧା ଆସେ ଓ ଆମର ନ୍ୟୁ କଲୋନୀରେ ଥିବା ଘରେ ମୁଁ ପହଞ୍ଚିଯାଏ। ମୋଟ ଉପରେ ମର୍ଣ୍ଣିଂ ୱାକ୍ର ନକ୍ସାଟି ମୋ ପାଇଁ ଏମିତି। ମୁଁ ଲକ୍ଷ୍ୟ କରିଛି, ପାଖାପାଖି 4 କିଲୋମିଟର ରାସ୍ତା ଏତିକି। ଦିନେ ହାତ ଘଣ୍ଟା ଦେଖି ସମୟ କେତେ ଲାଗୁଛି ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲି। ଜାଣିଲି ଚାଲି ଚାଲି ମୋତେ 56 ମିନିଟ୍ ଲାଗିଲା।
ଆଉ ଦିନେ ସ୍କୁଟି ନେଇ ମୁଁ ମୋର ଚଲା ରାସ୍ତା ପାରି ହେଇ ଗହଳି ଚହଳି ଓ ଲୋକବାକ ଯିବା ଆସିବା ଜନିତ ବ୍ୟସ୍ତବହୁଳ ରାସ୍ତାରେ ଘଣ୍ଟାର ସେକେଣ୍ଡ କଣ୍ଟା ଭଳି ଆଗେଇ ଆସିଲା ବେଳେ ଦେଖିଲି ମୋତେ 14 ମିନିଟ୍ ଲାଗିଲା। ବୟସ ଯାହା ହେଉନା କାହିଁକି, ଚାକିରିଆଙ୍କ ପାଇଁ ଅବସର କଥା କହିଲେ ଗୋଟେ ଅଲଗା ଗ୍ରହର ଠିକଣା କଥା କୁହାଯାଉଥିବାର ପ୍ରତ୍ୟୟ ହୁଏ। ଆଉ ଏପରି କଥା ବୟସର ଓଜନ ବୃଦ୍ଧି କରିଦେବା ଭଳି ଲାଗେ। ଏଣୁ ଅବସର ଆରମ୍ଭ ହେଇଗଲା ମାନେ ଶାରୀରିକ ପରିଶ୍ରମର ଆବଶ୍ୟକତା ପଡ଼େ। ଏହା ସହିତ ଖାଦ୍ୟପେୟରେ କଟକଣା, ଦେହ ସୁସ୍ଥ ରହିବା ନେଇ ନିଜକୁ ନୀତି ସତର୍କ ରହିବା ଜରୁରୀ। ଅସୁସ୍ଥତା ଯୋଗୁଁ ଔଷଧ ସେବନ ସାଙ୍ଗକୁ ବ୍ୟାୟାମ, କିଛି ନହେଲେ ଘଣ୍ଟାଏ ଚାଲିବା ଏକ ପ୍ରକାର ମହୌଷଧି। ଏ କଥା ନିଜେ ହୃଦବୋଧ କରିବା ଉଚିତ। ଡାକ୍ତରଙ୍କ ପରାମର୍ଶକୁ ମଧ୍ୟ ମାନିବା। ବିଶେଷ କରି ଦେହ ଓ ମନ ଫୁର୍ତ୍ତି ରହିବା ବୟସାଧିକ୍ୟ ରୋଗ ପାଇଁ ଏହାର ଜରୁରୀ। ଅବଶ୍ୟ ଏଇ 3 ବର୍ଷର ସକାଳୁ ସକାଳୁ ଚାଲିବାର ଅଭ୍ୟାସ ମୋତେ ଅଲଗା ରାଜ୍ୟର ଖୁସି ଓ ଆନନ୍ଦର କଥା କହୁଛି ବୋଲି ମୋର ହୃଦବୋଧ ହେଉଛି। ଏଣୁ ଅଭ୍ୟାସଗତ ଭାବେ ସକାଳୁ ଚାଲିବା ମୋର ଅଭ୍ୟାସରେ ପଡ଼ିଗଲାଣି। ମଣିଷ ମନ ତ କେବେ କେବେ ମନକୁ ଆସେ। ଗଲା 32 ବର୍ଷ ଧରି ଏ ଅଭ୍ୟାସକୁ ଆୟତ୍ତ କରିପାରିଥିଲେ ହୁଏତ ଅନେକ ଅଣାୟତ୍ତ ବିଲକ୍ଷଣମାନ ମୋ ଦେହରେ ବସା ବାନ୍ଧି ଆଜିର ଏ ବୟସରେ ମୋତେ ନୟାନ୍ତ କରୁନଥାନ୍ତା। କିନ୍ତୁ ହାୟ, ସେପରି ହେଇପାରି ନାହିଁ। ଘରକୁ ଫେରୁ ଫେରୁ ସମୟ ପ୍ରାୟ 9ଟା। ଏହାପରେ ମୋର ଜଳଖିଆ, ଔଷଧପତ୍ର ସେବନ, ଖବରକାଗଜ, ପତ୍ରପତ୍ରିକା ଓ ପୁସ୍ତକ ପଢ଼ାପଢ଼ି, ଘର କଥା ବୁଝାବୁଝି, ଉପଦେଶ, ଭଲମନ୍ଦ ଆଦାନ ପ୍ରଦାନ, କେତେ କ'ଣ। ଏମିତିରେ ଦିନର ଅଧାଅଧି ସମୟ ଶେଷ ହୁଏ ଗାଧୁଆ ପାଧୁଆ, ମଧ୍ୟାହ୍ନ ଭୋଜନ ଓ ଦ୍ୱିପ୍ରହର ବିଶ୍ରାମ ବେଳକୁ। ଏଣିକି ମୁଁ ଲକ୍ଷ୍ୟ କରି ଆସୁଛି ଏ ଅବସର ଜୀବନ ଏଇଆ। ଆଉ ଭାବୁଛି ଆମେମାନେ ଯନ୍ତ୍ରବତ୍ ଜୀବନ ଯିବା ପାଇଁ ଅଭ୍ୟାସରେ ପଡ଼ିଯାଉଛୁ। ଅନେକ କିଛି ଓଲଟ ପାଲଟ କରିଦେବା ପାଇଁ ଚିନ୍ତା କରୁଛୁ, ଅଥଚ ପାରୁନୁ। ଶେଷ ବେଳକୁ କେବଳ ଅବସୋଷ ଆଉ ଅବସୋଷକୁ ସଞ୍ଚୟ କରି ଜୀବନ ସରିଯାଉଛି। ଏ ମଣିଷ ଜୀବନ ଏମିତି। ରାତି 10ଟାରେ କାନ୍ଥ ଘଣ୍ଟାରେ ଅଟକି ଯାଉଛି ମୋ ଆଖି। ଖିଆପିଆ ପରେ ବିଛଣା ଧରିବାକୁ ଗଲାବେଳେ ଘଣ୍ଟାର କଣ୍ଟା ଉପରେ ଆଖି ଅଟକୁଛି ତ ହୃଦୟ କୋରି ହେଇଯାଉଛି ଯାବତୀୟ ଘରକରଣା ଦାୟରେ। ମନରେ ଭାବାନ୍ତର। ପୃଥିବୀ ଘୁରୁଛି, ଦିନରାତି ହେଉଛି, ଋତୁ ପରିବର୍ତ୍ତନ ହେଉଛି, ସବୁ କିଛି ଘଟୁଛି, ଅଥଚ ମଣିଷ ବଦଳୁ ନାହିଁ। ମଣିଷର ପରିବର୍ତ୍ତନ ହେଉନାହିଁ। ପୃଥିବୀ ସୂର୍ଯ୍ୟ ଚାରିପଟରେ ବୁଲୁଛି, ନିଜ ଅକ୍ଷପଥରେ ବୁଲୁଛି, ବୃତ୍ତାକାରରେ ବୁଲୁଛି। ମଣିଷ ବି ବୁଲୁଛି, ହେଲେ କାହିଁ ଜନ୍ମ ବେଳେ ଯେଉଁଠି ଏ ମଣିଷ ଏତେ ବର୍ଷର ଜୀବଦଶାରେ ଥାଇ ମଧ୍ୟ ସେ ମଣିଷ ସେଇଠି କାହିଁକି? କିଛି ହେଲେ କିଛି ଘଣ୍ଟାର ଗୋଲ ଏକ ପୃଥିବୀରେ ଏ ମଣିଷ ନିଜ ବୃତ୍ତ ବାହାରକୁ ଆସିପାରୁନାହିଁ କାହିଁକି? ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ ସ୍ପର୍ଦ୍ଧିତ ଉଚ୍ଚାରଣ ଶ୍ରୀଯୁକ୍ତ ଗଙ୍ଗାଧର ବିଶ୍ୱାଳଙ୍କର ଏକ ସୁନ୍ଦର କ୍ଷୁଦ୍ର ଗଳ୍ପ। ତାଙ୍କର 16 କ୍ଷୁଦ୍ର ଗଳ୍ପ ସଂକଳନର ଏକ ଗଳ୍ପ, ଯାହାର ଶୀର୍ଷକ ଥିଲା ବୃତ୍ତ। ଜୀବନ ବୃତ୍ତକୁ ପ୍ରତିନିୟତ ପରିକ୍ରମଣ କରୁଥିବା ମଣିଷର ଦୀର୍ଘଶ୍ୱାସ, ହାହତୋଷ୍ମୀ, ଅସହାୟତା ଏବଂ ସେଇ ଗତାନୁଗତିକ ଜୀବନକୁ ନେଇ ତାଙ୍କର ଯୋଉ ଅଣନିଶ୍ୱାସୀପଣ এই କ୍ଷୁଦ୍ର ଗଳ୍ପରୁ ବାରି ହେଇ ପଡୁଛି। ମଣିଷ ତାର ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତର ଏଇ ଅବଧି ଭିତରେ ଏତିକି ତ ତାର କର୍ମ, ତାର ପରିଚର୍ଯା, ତାର ଜୀବନ ବୃତ୍ତ। ଆଜିର ଏଇ କ୍ଷୁଦ୍ର ଗଳ୍ପଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଅନେକ ଧନ୍ୟବାଦ।